ଆରେ ତମେ କୁଆଡେ ଯାଇଥିଲ? ହଁ, ଆରେ ମତେ ତ କହିକି ଯାଇଥିଲେ ହେଇନଥାନ୍ତା। କୁଆଡେ ଯାଇଥିଲ କହିଲେ ତ ଏକେ? ମୁଁ ଯଦି କେଠି କେତେ ଟେନସନରେ ବସି ତମେ ଜାଣିଛ ନା ଜାଣିନ ଏ କଥା? ଆରେ ବୋଉଙ୍କ ଦେହ ଖରାପ ଥିଲା ତ ମୁଁ ତାକୁ ଦେଖା କରିବାକୁ ଯାଇଥିଲି। କଣ ହେଲା? ତମ ବୋଉଙ୍କ ଦେହ ଖରାପ? କାଇଁ? ଏ କଥା ତମେ ମତେ କେବେ କହିନ? ଆରେ ତମକୁ କଣ କହିବି? ତମ ପାଖକୁ ଏରା ସିଏ 100 ଥର ଫୋନ କରିଛନ୍ତି। 100 ଥର ମତେ ଫୋନ କରୁଛନ୍ତି? ଆରେ ରୁହ ରୁହ, ଗୋଟେ ମିନିଟ ରୁହ। ମତେ ଫୋନ କରୁଛନ୍ତି, ମତେ ଫୋନ କରୁଛନ୍ତି। ତା ମାନେ ତମେ ମୋ ବୋଉ ପାଖକୁ ଯାଇଥିଲ? ତମ ବୋଉଙ୍କ ପାଖକୁ ଯାଇଥିଲି। ମୁଁ ତମକୁ 1000 ଥର ମନା କରିଛି, ତାଙ୍କ ସହିତ ଆମର କିଛି ସମ୍ପର୍କ ନାହିଁ। ତାପରେ ବି ତମେ ତାଙ୍କୁ ହେଠି କଣ ପାଇଁ ଯାଇଥିଲ? ହେଁ? ମତେ କହିଲ, କଣ ପାଇଁ ସେଠି ଯାଇଥିଲ? କହୁନ? ଏମିତି ମୁହଁଟା ପୋତିକି କଣ ଛିଡା ହେଇଛ? ଆରେ କୁହ, ଆରେ କଣ ପାଇଁ ଯାଇଥିଲ? ଆରେ କହୁନ? ଆମର ନୁହଁ, ତମର। ତମେ ସମ୍ପର୍କ କାଟିଛ, ମୁଁ କାଟିନି। ତମେ 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 ବାପା ମାଙ୍କ ସାଙ୍ଗରେ ଗଣ୍ଡଗୋଳ କରିକି ଏଇଥିପାଇଁ ପଳେଇ ଆସିଲ। କାହିଁକି ନା ସେ ତମ ଏଇ ଖରାପ କାମ ପାଇଁ ବ୍ୟସ୍ତ ବିବ୍ରତ ହେଇଯାଇଥିଲେ। ସେ ତମକୁ ସବୁବେଳେ ବୁଝଉଥିଲେ ଏଇ ଖରାପ କାମରୁ ବାହାରି ତୋ ନିଜ ପରିବାରରେ ଧ୍ୟାନ ଦେ। ଆରେ ତମକୁ ଏଇ କଥା କହିଲେ ବୋଲି ତମକୁ ଖରାପ ଲାଗିଲା, ତମ ଇଗୋ ହର୍ଟ ହେଇଗଲା, ସେଇଥିପାଇଁ ତମେ ଘର ଛାଡିକି ଆସିଲ ହରି। ଆରେ ଏଇଥିପାଇଁ ମୁଁ ତମ ସାଙ୍ଗରେ ଆସିଲି, କାରଣ ମୁଁ ତମ ସ୍ତ୍ରୀ। ଗୋଟେ ସ୍ୱାମୀର ସୁଖରେ ଦୁଃଖରେ ତା ସ୍ତ୍ରୀ ତା ସାଙ୍ଗରେ ରହିଥାଏ, ସେଇଥିପାଇଁ ମୁଁ ତମ ସାଙ୍ଗରେ ରହିଥାଏ। ମୁଁ ତମ ସ୍ତ୍ରୀ ହବା ସଙ୍ଗେ ସଙ୍ଗେ ମୁଁ ଏ ଘରର ଗୋଟେ ବୋହୂ। ବୋହୂ ହିସାବରେ ମୋର କିଛି କର୍ତ୍ତବ୍ୟ ଅଛି ନା ନାଇଁ? ବୋହୂ ହିସାବରେ ମୋ ଶାଶୁ ଶ୍ୱଶୁରଙ୍କର ସେବା କରିବା, ତାଙ୍କର ଯତ୍ନ ନବା ମୋର ଏଇଟା କର୍ତ୍ତବ୍ୟ ନା ନାଇଁ? ଆରେ ତମେ ରାଗରେ କହିଦେଲ ତାଙ୍କ ସାଙ୍ଗରେ ସମ୍ପର୍କ ରଖିବନି ବୋଲି। ଥରେ ତମ ହୃଦୟକୁ ପଚାରିଲ, ତମ ବାପା ମାଙ୍କ ବିନା ତମେ ବଞ୍ଚିପାରିବ? ଆରେ ତମକୁ ଜନ୍ମ ଦେଇଛନ୍ତି, ତମକୁ ଛୋଟରୁ ବଡ କରିଛନ୍ତି, ପାଠ ପଢେଇକି ମଣିଷ କରିଛନ୍ତି, ତାପରେ ବି ତମେ କହୁଛ ତାଙ୍କ ସାଙ୍ଗରେ ସମ୍ପର୍କ କାଟିଦବ ବୋଲି। ତମେ ଜାଣିଛ ତମ ଭିତରେ ନା ଅହଙ୍କାର ଭରି ରହିଛି। ତମେ କହୁଛ ମୁଁ ଯୋଉଟା କହିବି ସେଇଟା ଠିକ, ମୁଁ ଯେତେବେଳେ ଯୋଉଟା ଯାହା କରିବି ସେଇଟା ଠିକ, ସବୁବେଳେ ତମ କଥା ମାନିକି ଚଳିବେ। ଆରେ ତମେ ସେଇଟା କହୁନ, ତମ ଅହଙ୍କାର କହୁଛି। କାହିଁକି? ତମେ ଭାବୁଛ ମୁଁ ଯୋଉଟା କହୁଛି ସେଟା ସବୁବେଳେ ଠିକ, ସବୁବେଳେ ସତ କଥା। ଆରେ ତମେ ଏଇଆ ଭାବୁଛ ତମେ ଯାହା କହୁଛ ସେଇଟା ସମସ୍ତେ କରନ୍ତୁ। ତମେ ଏଠି ଯୋଉ ରାଜା ଭଳି ରହୁନ, ଏଠି କାହା ଯୋଗୁ ରହୁଛ? ଏଠି ତମ ଘର ଲୋକଙ୍କ ଯୋଗୁ। ତମେ ସିନା ଦେଖିନ, ମୁଁ ଦେଖିଛି ମୋ ମା ବାପାଙ୍କୁ। ସେତେବେଳେ ସେମାନେ ଦିନ ରାତି ଖାଲି ପୁଅ ବୋହୂ କହିକି କାନ୍ଦୁଥାନ୍ତି। ବାପା ମା ମାନେ ପୁଅକୁ ନେଇକି କେତେ ସ୍ୱପ୍ନ ଦେଖିଥାନ୍ତି। ମୋ ପୁଅ ପାଠ ପଢିବ, ଚାକିରି କରିବ, ବାହା ହବ, ଘରକୁ ଗୋଟେ ଭଲ ବୋହୂ ଆଣିବ, ଆଉ ଆମର ଏଇ ବୁଢାବୁଢୀ ସମୟରେ ଆମର ସେବା ଯତ୍ନ କରିବ। ଏତେ ଯେ ସ୍ୱପ୍ନ ଦେଖିଥାନ୍ତି, କିନ୍ତୁ ପୁଅ ବାହା ହେଲା ପରେ ବାପା ମାଙ୍କୁ ଛାଡିକି ସ୍ତ୍ରୀ କି ନେଇକି ବାହାରେ ରହେ। ହେଲେ ତାଙ୍କ ବାପା ମାଙ୍କ ଉପରେ କେତେ ଯେ କଷ୍ଟ ବିତିଥାଏ ସେଟା ସିଏ ହିଁ ଜାଣିଥାଏ। ଥରେ ତମେ ଭାବ, ତମ ବାପା ମା ତମକୁ ପାଠ ପଢେଇଲେ, ବଡ ମଣିଷ କଲେ, କଣ ତମେ ଏଇଥିପାଇଁ ତାଙ୍କୁ ତମେ ଛାଡିକି ଆସିବ ବୋଲି? ଆରେ ଥରୁଟିଏ ଭାବ, ଆମ ପୁଅ ଯଦି କାଲି ବାହା ହେଇକି ତା ସ୍ତ୍ରୀ କି ନେଇକି ବାହାରେ ରହିବ, ଆମକୁ ଛାଡିକି ଆମକୁ କେମିତି ଲାଗିବ? ଆମକୁ କେତେ କଷ୍ଟ ହବ? ଆରେ ମୁଁ ମୋ ବୋହୂ ହବାର କର୍ତ୍ତବ୍ୟ ତ ପାଳନ କରୁଛି, କିନ୍ତୁ ତମେ ହଉଛି ତମ ପୁଅ ହବାର କର୍ତ୍ତବ୍ୟ ପାଳନ କରୁନ। ଆରେ ତମ ମନ ଭିତରେ ଯୋଉ ରାଗ ଅହଙ୍କାର ଭରି ରହିଛି ତାକୁ ଥରୁଟିଏ ସାଇଟ୍ କର। ଥରୁଟିଏ ଭାବ, ତମ ବାପା ମା ତମ ପାଇଁ କରିଛନ୍ତି କଣ? ତମେ ତାଙ୍କ ପାଇଁ କଣ କରିଛ? ଆଉ ଗୋଟେ କଥା ମନେ ରଖ, ସବୁବେଳେ ନିଜ ଲୋକଙ୍କ ପାଖରେ ଛୋଟ ହେଇକି ରୁହ, ଆଉ ବଡ ସେଇଠି ହୁଅ ଯୋଉଠି ଦରକାର ଅଛି। ବୋଉ ପଚାରୁଥିଲେ ପୁଅ କେବେ ଆସିବ? ମୁଁ ତାଙ୍କୁ କହିଲି ପୁଅ ଜଲ୍ଦି ଆସିବେ। ତମ ଇଚ୍ଛା, ତମେ ତାଙ୍କ ପାଖକୁ ଯିବ କି ନ ଯିବ ସେଇଟା ତମ ଇଚ୍ଛା। ରିତା, ଗୋଟେ କାମ କର, ତମେ ଜଲ୍ଦି ମୋ ବ୍ୟାଗ ପ୍ୟାକ୍ କରିଦିଅ। ମୁଁ ସାଙ୍ଗେ ସାଙ୍ଗେ, ଏବେ ସାଙ୍ଗେ ସାଙ୍ଗେ ବର୍ତ୍ତମାନ ନା ମୋ ବାପା ବୋଉ ପାଖକୁ ଯିବି। ଆରେ ତମେ ଏକା କାହିଁକି ଯିବ? ମୁଁ ବି ଯିବି। ଚାଲ ଆମେ ସାଙ୍ଗ ହେଇକି ଯିବା। ଆରେ ତାଙ୍କୁ ବହୁତ ଖୁସି ଲାଗିବ ଯେତେବେଳେ ଆମେ ସାଙ୍ଗ ହେଇକି ଯିବା।